ଜୟ ଜଗନ୍ନାଥ। ଧାର୍ମିକ ଅନେକ ବର୍ଷ ତଳର କଥା। ଜନୈକ ତଥାକଥିତ ଧାର୍ମିକ ବ୍ୟକ୍ତି ସପରିବାର ତୀର୍ଥଟନରେ ବାହାରିଲେ। ମରୁଭୂମି ପଥରେ ଚାଲି ଚାଲି ସମସ୍ତେ କ୍ଳାନ୍ତ ଆଉ ଅବଶ। ପ୍ରବଳ ଖରା, ପାଣି ଟୋପେ ପାଇଁ ସମସ୍ତେ ଡହଳ ବିକଳ। ହେଲେ ଆଖପାଖରେ ପାଣିର ଚିହ୍ନବର୍ଣ୍ଣ ସୁଦ୍ଧା ନାହିଁ। ଏ ସମୟରେ ବିପରୀତ ଦିଗରୁ ଆସୁଥିବା ଜଣେ ସାଧୁଙ୍କୁ ଦେଖି ବ୍ୟାକୁଳତାର ସହ ବ୍ୟକ୍ତି ଜଣକ ପାଣି ଟିକେ ମାଗନ୍ତେ ସାଧୁ ଜଣକ କିଛି ଦୂରରେ ଥିବା ଏକ ଜଳାଶୟର ଠିକଣା ବତେଇ ଦେଲେ। ରାସ୍ତା ପାର୍ଶ୍ୱରେ ପରିବାରବର୍ଗଙ୍କୁ ଅପେକ୍ଷା କରିବାକୁ କହି ପାତ୍ରଟିଏ ଧରି ଜଳାଶୟ ଆଡ଼କୁ ଅଗ୍ରସର ହେଲେ ବ୍ୟକ୍ତି ଜଣକ। ବହୁ କଷ୍ଟରେ ଜଳାଶୟ ପାଖରେ ପହଞ୍ଚି ନିଜର ତୃଷା ନିବାରଣ କରି ପାତ୍ର ଭରି ପାଣି ଧରି ଫେରୁଥାନ୍ତି। ମୁଖ୍ୟ ରାସ୍ତାରେ ପହଞ୍ଚି ତାଙ୍କ ପରି ଅନେକ ପଥିକ ପାଣି ପାଇଁ ହାହାକାର କରୁଥିବାର ଦେଖି ବ୍ୟକ୍ତି ଜଣକ ଧର୍ମର ଦ୍ୱାହି ଦେଇ ସବୁତକ ପାଣି ଦାନ କରିଦେଲେ। ପୁଣି ଜଳାଶୟକୁ ଯାଇ ପାତ୍ର ଭରି ପାଣି ଧରି ଫେରନ୍ତେ ଆହୁରି ତୁଷାର୍ତ ପଥଚାରୀଙ୍କୁ ଦେଖି ପୁନଶ୍ଚ ପାଣି ସବୁ ପ୍ରଦାନ କଲେ। ଏହି ପ୍ରକ୍ରିୟା ଚାଲୁଥିବା ବେଳେ ଉପରୋକ୍ତ ସାଧୁ ଜଣକ ସେଠାରେ ପହଞ୍ଚି ବିରକ୍ତ ହୋଇ କହିଲେ, "ଏ କି ମୂର୍ଖାମି! ପାଣି ଟୋପେ ପାଇଁ ସେଠି ରାସ୍ତାକଡ଼ରେ ଆପଣଙ୍କ ପରିବାରବର୍ଗ ମରଣର ଦ୍ୱାରଦେଶରେ, ଆଉ ଏଠି ଆପଣଙ୍କର ଏ କି ପ୍ରହସନ?" ବ୍ୟକ୍ତି ଜଣକ ମୁହଁ ପୋତି କହିଲେ, "ଜଣେ ଧାର୍ମିକ ହିସାବରେ ମୋ ପାଖରେ ପାଣି ଥାଉ ଥାଉ ଏ ତୁଷାର୍ତ୍ତମାନଙ୍କୁ କିପରି ଏଡ଼ାଇ ଯାଇପାରିବି?" କ୍ରୋଧରେ ଜର୍ଜରିତ ହୋଇ ସାଧୁ ଜଣକ ଗର୍ଜି ଉଠିଲେ, "ଧିକ୍ ତୁମର ଧାର୍ମିକ ପଣିଆ! ତୁମ ପରି ବାହ୍ୟରୂପୀ ଧାର୍ମିକଙ୍କ ପାଇଁ ଧର୍ମ ଆଜି ପଙ୍ଗୁ, ଅଥର୍ବ, ଅନର୍ଥ। ଧର୍ମର ଅର୍ଥ ଜାଣିଥିଲେ ଆପଣ ତ ମୋ ପରି ତୁଷାର୍ତ୍ତମାନଙ୍କୁ ସେ ଜଳାଶୟର ଠିକଣା ବତେଇ ପାରିଥାନ୍ତେ। ଏଥିରେ ସମସ୍ତଙ୍କର ମଙ୍ଗଳ ହୋଇଥାନ୍ତା। କିନ୍ତୁ ନିଜର ମୁଖ୍ୟ କର୍ତ୍ତବ୍ୟକୁ ପାସୋରି ନିଜ ପରିବାରକୁ ମୃତ୍ୟୁମୁଖ ମୁହଁକୁ ଠେଲି ପୋଥିଗତ ବିଦ୍ୟା ପରି ଧର୍ମକୁ ମୁଖସ୍ଥ କରାଯାଏନା। ଏହାକୁ ଠିକ୍ ରୂପେ ହୃଦୟଙ୍ଗମ କରିବାକୁ ହୁଏ। ଧର୍ମର ମୂଳ ଲକ୍ଷ୍ୟ ଓ ଶେଷ ସିଦ୍ଧାନ୍ତ ହେଉଛି କର୍ତ୍ତବ୍ୟ। ନିଜ ମାନବୀୟ କର୍ତ୍ତବ୍ୟକୁ ଯେ ଠିକ୍ ରୂପେ ସମ୍ପାଦନ କରେ ସେ ହିଁ ଧାର୍ମିକ। ଧର୍ମର ଚାଦର ଘୋଡ଼ି ହୋଇ ଘୋଷବନ୍ତ, ବଳବନ୍ତ ନ୍ୟାୟରେ ଧାର୍ମିକ ସାଜିବା ଅମଣିଷ ସହ ସମାନ। ଧର୍ମ ନାଁରେ ଦରିଦ୍ରଙ୍କୁ ଦାନ ଦିଆଯାଏ, ମାତ୍ର ଏ ଦରିଦ୍ର ଶ୍ରେଣୀ କିପରି ସମାଜର ଉଚ୍ଚ ଶ୍ରେଣୀ ସହ ସମକକ୍ଷ ହେବେ ସେଥିପ୍ରତି ଯତ୍ନଶୀଳ ହେବା ମାନବୀୟ କର୍ତ୍ତବ୍ୟ ଓ ପ୍ରକୃତ ଧର୍ମ। ଜୟ ଜଗନ୍ନାଥ।